ବଦଳିବ ରାଜଧାନୀ ପାଣିପାଗ 3 ଦିନ ଯାଏ କାଳବୈଶାଖୀ ନେଇ ସତର୍କ କରାଇଲା ଆଇଏମଡି। ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସତର୍କ ସୂଚନାରେ କହିଛି ଯେ କିଛି ଅଞ୍ଚଳରେ ଝଡ଼ ବିଜୁଳି ଏବଂ ବର୍ଷା ସହିତ ପ୍ରବଳ ପବନ ବହିପାରେ। ପବନର ଘଣ୍ଟା ବେଗ ପ୍ରତି 70 କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଆଇଏମଡି ଅନୁଯାୟୀ ଶୁକ୍ରବାର ମଧ୍ୟରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା, ଝଡ଼ ବର୍ଷା ଏବଂ ପ୍ରବଳ ପବନ ହୋଇପାରେ। ମେ 30 ତାରିଖ ଗୁରୁବାର ଦିନ ଦିଲ୍ଲୀରେ ପାଗ ଖରାପ ରହିବ ବୋଲି ଆକଳନ କରାଯାଉଛି। ପାଣିପାଗ ବିଭାଗ ପରାମର୍ଶ ଅନୁଯାୟୀ 30 ମଇରେ ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ 50ରୁ 60 କିଲୋମିଟର ଘଣ୍ଟା ବେଗରେ ଝଡ଼ ହେବାର ସମ୍ଭାବନା ଅଛି। ଉକ୍ତ ସମୟରେ ପ୍ରାୟ 70 ମିମି ଘଣ୍ଟା ପ୍ରତି ପବନ ବେଗ ରହିପାରେ। ଘଡ଼ଘଡ଼ି ସହିତ ହଠାତ୍ ପ୍ରବଳ ପବନ ବେଗ ବଢ଼ିବା ଆଶଙ୍କା ଥିବାରୁ ଖରାପ ପାଗ ସମୟରେ ଗଛ ତଳେ ଠିଆ ନ ହେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ବର୍ଷା କାରଣରୁ ତାପମାତ୍ରା ସ୍ୱାଭାବିକ ଠାରୁ 1ରୁ 2 ଡିଗ୍ରୀ କମ୍ ରହିବ। ଫଳରେ ପ୍ରଚଣ୍ଡ ଗରମରୁ କିଛିଟା ଆଶ୍ୱସ୍ତି ମିଳିବ ବୋଲି କୁହାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଏବଂ ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ସଜାଗ